ସମସ୍ତଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ଆଜି ହେଉଛି ମହାପ୍ରଭୁଙ୍କର ଦେବ ସ୍ନାନ ପୂର୍ଣ୍ଣିମା ଏବଂ ସ୍ନାନ ପୂର୍ଣ୍ଣିମା। ଏହି ସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ କରନ୍ତୁ ନୂଆ ଜୀବନ। ଏବଂ ଆପଣମାନେ ଜାଣିପାରୁଥିବେ କେଉଁଭଳି ଭାବରେ ଏ ଦୁନିଆରେ ପାପ ବଢ଼ି ଚାଲିଛି ଏବଂ ପାପର ମହାପ୍ରଭୁ ଏ 2026 ମସିହା ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିପାରିବେ ମରୁଡ଼ି, ବନ୍ୟା ଏବଂ ଭୂମିକମ୍ପ ଏବଂ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ପଛରେ ଯମଦୂତ ଭଳି ଚାଲିଛନ୍ତି। ଆଉ ଆପଣମାନେ ନିଜେ ବୁଝନ୍ତୁ, ଆପଣ ଯେଉଁ ଗୋଟି ଗୋଟି ଦିନ ସମୟ ନଷ୍ଟ କରୁଛନ୍ତି ଏବଂ ଗୋଟି ଗୋଟି ଦିନ ବ୍ୟର୍ଥ କରୁଛନ୍ତି। ମହାପ୍ରଭୁଙ୍କ ନାମ ଯିଏ ବି ନେବ ସିଏ ବି ଏ ଦୁନିଆରେ ବଞ୍ଚିବ ଏବଂ ଭଲ ଶୁଭ ବୁଦ୍ଧି ହେବ। ଏବଂ ଆପଣମାନେ ନିଜେ ଚିନ୍ତା କରନ୍ତୁ। ଏବଂ ଇଏ ଯିବା ଆଗରୁ ଆଉ କିଛି ଦିନ ଅଳ୍ପ ମାତ୍ରକେ ଅଛି। ଏ ଦିନ ଯିବା ଆଗରୁ ମହାପ୍ରଭୁଙ୍କ ନାମ ପ୍ରତିଦିନ ନିଅନ୍ତୁ ଏବଂ ଘଟି ଆସୁଥିବା ଏ ପାପର ଅନ୍ଧକାର ଭଳି ଆପଣ ନିଜେ ଚିନ୍ତା କରନ୍ତୁ। କଥା କରେ ମୃତ୍ୟୁବରଣ କରୁଛନ୍ତି ଏବଂ କଥା କରେ ମାରିବାକୁ ବି ପଛଉନାହାନ୍ତି ଏ ମଣିଷ। 2024 ମସିହା, 2025 ମସିହା, 2026 ମସିହା ଆପଣମାନେ ଜାଣିପାରୁଥିବେ କେଉଁଭଳି ଭାବରେ ପାପ ବଢ଼ି ଚାଲିଛି। ଆଉ ଆପଣମାନେ ବି ନିଜେ ବି ସୁବିଚାର କରିପାରିବେ ଏବଂ ସୁଚିନ୍ତନ କରିପାରିବେ। ଯେତେବେଳେ ଆମେ 1947 ମସିହା ଏବଂ 2000 ମସିହା ଏବଂ 1999 ମସିହା କେଉଁଭଳି ଭାବରେ ଏ ମଣିଷ ଜୀବନଯାପନ କରୁଥିଲା ଏବଂ କାହା ପ୍ରତି ଲୋଭ ନଥିଲା, କାହା ପ୍ରତି ହିଂସା ନଥିଲା। ଏଇଭଳି ଭାବରେ ଏ ମନୁଷ୍ୟ ଭଲରେ ଥିଲା ଏବଂ କାହା ପ୍ରତି ଅନ୍ୟାୟ ଅତ୍ୟାଚାର ବି ନଥିଲା। ଏବେ ଅନ୍ୟାୟ ଅତ୍ୟାଚାର ଏ ପାପର ସୀମା ବଢ଼ି ଚାଲିଛି। ଆପଣମାନେ ଜାଣିପାରିବେ ଏ ନିଶ୍ଚିତ ଘଟିବ। ଆପଣମାନେ ଜାଣିପାରୁଥିବେ ଫରେନ୍ରେ ହେଲା କେଉଁଭଳି ଭାବରେ ଭୂମିକମ୍ପ ଗୋଟିଏ 60 ସେକେଣ୍ଡ ମଧ୍ୟରେ କିଛି ବି ହୋଇଗଲା। ଆଉ ଏ ଲୋଭ ଅହଙ୍କାରରୁ ମୁକ୍ତ ରୁହନ୍ତୁ। ପ୍ରତିଦିନ ମହାପ୍ରଭୁଙ୍କ ନାମ ନିଅନ୍ତୁ। ଆପଣମାନେ ନିଜେ ଜାଣିପାରିବେ, ଦେଖିପାରିବେ ଆପଣଙ୍କ ହୃଦୟ, ଆପଣଙ୍କ ସବୁକିଛି ଅଙ୍ଗ ପୁରା ପବିତ୍ର ଏବଂ ଲାଗିବ ଯେପରି ଆପଣ ବୈକୁଣ୍ଠରେ ଅଛନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆପଣଙ୍କୁ ଶୁଭ ଅଭିନନ୍ଦନ ଏବଂ ଆପଣଙ୍କ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା